ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवं। निगमकल्पतरुगलितं फलं सुखामुखादमृतसंयुक्तं पिबत भागवतं रसमालयं मुहुररसिको भुवि भावुकः। तृतीयस्कन्ध एकविंशोऽध्याय। तपविद्यारे विष्णुतोषी कदर्म नामे महाऋषि विवाह मनुकन्या संग एकविंशरे प्रसंग। विदुर उवाच ब्रह्मारतहु जारतनु जे पूर्वे स्वयंभुव मनु ताहार वंश ए जगते किरूपे प्रसरिले केते मैथुन मते कला प्रजा जे पुणी मनु वंशे राजा से स्वयंभुव मनुसूत उत्तान पाद प्रियवत तेजे प्रचंड से विराजे ए सप्तद्वीपा मही भुंजे जेमते धर्म ए संसारे रखिले कह मुनिवरे तार दुहिता अनुपम जाहार देवहूति नाम कदर्म तार निज पति तार भुवने देवहूति सेवा करई अनुव्रते जे धर्मपति व्रता मते स्वामी सुहागे सौभाग्ये मैथुन भावे रति रंगे ताहार गर्भे पुत्र केते जन्मिले कह मग्रते ताहा श्रवणे इच्छा मोर कह सदये मुनिवर मनुत नया जे आकृति ताहांकु रुचि प्रजापति ब्रह्मज दक्ष प्रजापति से पुण लभीण प्रसूति सृष्टि सृजिले केउ भावे भमुनि ताहा कह एबे। मैत्रेय उवाच कदर्म राई देवेदवर बोइले प्रजा सृष्टि कर ब्रह्मार आज्ञा घेनि सिरे मिलिले सरस्वती तीरे अति कठोर तप कला शुण हे जेते दिन गला देवंक अयुत बरसे बसिला आत्मार विश्वासे समाधि जोगरे कदर्म सेविले पुरुष उत्तम तप समाधि क्रिया जोगे निश्चल भक्ति अनुरागे तार समीपे ऋषिकेश तक्षणे होइले प्रकाश शुक्ल शरीर शून्य मार्गे प्रसन्न हेले सत्य जुगे शुक्ल कमल माला गले बदन शोभित कुंडले शबद ब्रह्मरूप धरी सते आदित्य नुहे सरी लोचन पुंडरीक दल सुंदर अलका कपोल विरज वस्त्र परिधान सुनिग्न मुख शोभावन किरीट कुंडल विराजे शंख कमल गदा साजे चक्र विराजे दक्ष करे स्वतेजे दक्ष दिगपुरे स्मित बारिज चक्षु बेनी विराजे निज तेज घेनी सुंदर हासे मन मोहे कोटि कंदर्प समनोहे गरुड़ स्कंधे अरोहण अमूल्य रत्न विभूषण भ्रुभंग अनुग्रह मुख देखन्ते हरे भव दुख श्रीवत्स चिन्हे हृदय साजे कौस्तुभ मणिकंठ माझे शून्य मंडले विष्णु देखी उठिला आसन उपेक्षी बहु बरस तप श्रम देखन्ते गला मन भ्रम रोमहरस कलेबर नयनु बहे अश्रुधार कर अंजलि देई माथे दंड प्रणाम भूमि गते आनंदे पाई मन रथ बलई होई कृत कृत्य कदर्म उवाच
ଭୋନାଥ ତବ ଦର୍ଶନ ସଫଳ କଲା ମନୟନ। ଯେ ରୂପ ଦେଖିବାର ଅର୍ଥେ ଯୋଗ ସାଧନ୍ତି ମୁନି ସନ୍ତେ। ଭୋନାଥ ତୋହର ଚରଣ ଜୀବର ପରମ କାରଣ। ତୋ ପାଦ ପଦ୍ମନାଭ କରି ଭବ ସାଗରୁ ଯାନ୍ତି ପାରି। ତୋ ପାଦ ପଦ୍ମନାଭ କରି ଭବ ସାଗରୁ ଯାନ୍ତି ତରି। ଏ ଭାବ ଛାଡ଼ି ଯେ ସଂସାରେ ବିଷୟ ରସ ଆଶ୍ରା କରେ। ନରକେ ଯାନ୍ତି ସେହି ମତେ ସେ ତୋତେ ପାଇବେ କେମନ୍ତେ। ସେହି ପ୍ରକାରେ ମନ ମୋର କଳ୍ପଇ ବିଷୟ ଗୋଚର। ତୋର ଆଦେଶେ ସୃଷ୍ଟି ଧର୍ମେ କଳ୍ପଇ ଗୃହସ୍ଥ ଆଶ୍ରମେ। ଯେ ଗୃହ କାମଧେନୁ ପ୍ରାୟେ କୁଟୁମ୍ବ ଜନ ମନ ମୋহে। ତୋର ଚରଣ କଳ୍ପଦ୍ରୁମ ଆଶ୍ରୟ ଲଭିବି ସର୍ବ କାମ। ତୋର ଆଦେଶେ ସୃଷ୍ଟି ଜନ ଗୃହସ୍ଥ ଆଶ୍ରମେ ବନ୍ଧନ। ମୁଁ ସେ ଲୋକଙ୍କୁ ଅନୁସରି ତୋର ଆଜ୍ଞାରେ ଦଇତ୍ୟାରି। ତୋ ଅନୁଗ୍ରହେ ମନୁରାଜା କଳ୍ପିବ ତାହାର ତନୁଜା। ବଳି ନିବେଦି ଗୃହ ଧର୍ମେ ଯେମନ୍ତେ ରମିବି ଆଶ୍ରମେ। ତୋ ପାଦ ତାପତ୍ରୟ ଛତ୍ର ଏକଥା ଜଗତେ ବିଖ୍ୟାତ। ତୋ ରୂପ ଗୁଣ ଅବତାର ନିର୍ମଳ ବହେ ସୁଧାଧାର। ତେଣେ ଲୋଭିତ ତାର ଚିତ୍ତ ସେ ନୋହେ କାଳ ଚକ୍ରେ ଗ୍ରସ୍ତ। ତୋ କାଳ ଚକ୍ରର ମହିମା କେ କରିପାରେ ଗୁଣ ସୀମା। ଯାହାର ବ୍ରହ୍ମ ରୂପୀ ଅକ୍ଷ ଭ୍ରମଣେ କେବା କରୁ ଲକ୍ଷ୍ୟ। ତୃତୀୟ ଦଶର ହୋଇ ଶ୍ରୀ ଶତ ଷଷ୍ଠୀ ପର୍ବ ଯହିଁ। ଅନନ୍ତ ପତ୍ର ଶଟ ଟେମି ତ୍ରିନାଭି ଯେହୁ ବ୍ୟଗ୍ରଗାମୀ। ଏ ରୂପେ ଧାମେ ଅବିରତେ ପ୍ରାଣୀ ପୀୟୁଷ ହରେ ନିତେ। ଏମନ୍ତ କାଳ ରୂପ ଯେହି ତୋ ଭକ୍ତେ ନ ପାରଇ ସେହି। ତୁ ଏକ ରୂପୀ ଛନ୍ନ ଦେହା ଜଗନ୍ମୋହିନୀ ତୋର ମାୟା। ତେଣେ ଏ ସୃଷ୍ଟି ସ୍ଥିତି ଅନ୍ତ କରୁ ତୁ ଉନ୍ନ ନାଭିବତ। କାମୀ ଅକାମୀ ମନ ପୂର୍ଣ୍ଣ କରେ ତୋ ପାଦ କଳ୍ପଦ୍ରୁମ। ଏଣୁ ମୁଁ ନିଷ୍ଠା କାମ ବଳେ ନମଇ ତୋ ପାଦ କମଳେ। ଭୋନାଥ ତୋହର ମହିମା କେ କହିପାରେ ଗୁଣ ସୀମା। ମୈତ୍ରେୟ ଉବାଚ। ହେମନ୍ତ ମୁନି ବାକ୍ୟ ଶୁଣି ଗରୁଡ଼ ସ୍କନ୍ଧେ ଚକ୍ରପାଣି। ଜ୍ୟୋତି ସ୍ୱରୂପ ଶୂନ୍ୟେ ଥାଇ କହନ୍ତି ମୁନି ମୁଖ ଚାହିଁ। ଶ୍ରୀ ଭଗବାନ ଉବାଚ। ଶୁଣଃ ପ୍ରଜାପତି ସୁତ ମୁହିଁ ଜାଣିଲି ତୋର ଚିତ୍ତ। ତୁ ଯେଣୁ ପୂଜି ମୋ ଚରଣ କଳ୍ପିଲୁ ସୃଷ୍ଟିର କାରଣ। ଅବଶ୍ୟ ତାହା କରିବଇ ମୋ ପୂଜା ବ୍ୟର୍ଥେ ନ ଯାଇ। ତୁ ଏବେ ସାବଧାନେ ଶୁଣ କହିବା ତହିଁର କାରଣ। ଯେ ପୂର୍ବେ ପଦ୍ମଯୋନି ତନୁ ସମ୍ଭୂତ ସ୍ୱୟଂଭୁବ ମନୁ। ଏ ବ୍ରହ୍ମାବର୍ତ୍ତେ ରାଜା ହୋଇ ପାଳଇ ସପ୍ତ ଦ୍ୱୀପାମହି। ତାହାର ଶତ ରୂପା ନାରୀ ରୂପେ କମଳା ନୋହେ ସରି। ସେବେ ନିଜନେ ଏକ ରଥେ ତୋ ରୂପ ଦେଖିବାର ଅର୍ଥେ। ତୋହର ସମୀପେ ସାକ୍ଷାତେ ମିଳିବେ ବେନି ଦିନ ଅନ୍ତେ। ତାର ଦୁହିତା ଦେବହୂତି ରୂପେ ସମାନ ନୁହେଁ ରତି। ତାର ବୟସ ରୂପ ଗୁଣେ ଅପରେ କେ ଅଛି ପ୍ରମାଣେ। ତା ରୂପ ଅତି ମନୋହର ତୁ ତାହା ଅନୁରୂପେ ବର। ସେ କନ୍ୟା ସମର୍ପିବ ତୋତେ ଯେ ବିଧି ବିଧାନ ଉକତେ। ଶୁଣ ମୋ ଚରଣେ ଚିତ୍ତ ଦେଇ ଯେତେ ବରଷ ତପେ ଧ୍ୟାଇ। ନିରତେ କଲୁ ଆତ୍ମା ଯୋଗ ଏବେ ବିଷୟ ଅନୁରାଗ। ମନୁ ଦୁହିତା ତୋର ସଙ୍ଗେ ନିରତେ ଭଜୁ ଅନୁରାଗେ। ସେ ତୋର ତୁଲେ କରି ଭାବ ନବଧା ଗର୍ଭ ପ୍ରସବିବ। ତାହାର ଗର୍ଭେ ତୋର ବୀର୍ଯ୍ୟେ ପ୍ରତ୍ୟକ୍ଷ ଯେ କନ୍ୟା ଉପୁଜେ। ତାହାଙ୍କ ଗର୍ଭେ ଋଷିଗଣ କଳ୍ପିବେ ବହୁତ ସନ୍ତାନ।
ତୋହର ଗୁଣ ଅନୁପମ ହୋଇଲୁ ତେଣୁ ସତମ। ତୁ ଯେ ମୋ ଆଜ୍ଞା ଶିରେ ଧରି ମୋତେ ତୁ ବ୍ୟତୀର୍ଥ ପ୍ରାୟ କରି ଅଶେଷ କର୍ମ ଫଳ ଦେଇ ମୋତେ ପାଇବୁ ଯେଣୁ ତୁହି। ଅଶେଷ ଭୂତେ କରି ଦୟା ତୋତେ ନ ଲାଗୁ ବିଷ୍ଣୁ ମାୟା ଆତ୍ମାରେ ଜଗତ ଆରୋପି ତୁଜେ ମୋହର ଭାବେ ବ୍ୟାପୀ। ତପସାଧିଲୁ ଚିରକାଳେ ଏ ଘୋର ସଂସାର ଉଲ୍ଲୋଳେ ତୁ ମୋତେ ଆତ୍ମାରେ ଦେଖିବୁ ଜୀବନ ସଫଳ ଲଭିବୁ। ତୁ ପୁଣି ପଶି ତୋର ବୀର୍ଯ୍ୟେ ସ୍ୱଭାବେ ବିଷ୍ଣୁ ଅଂଶ ତେଜେ ତୋହର କ୍ଷେତ୍ରେ ମୁଁ ସମ୍ଭୂତ ହୋଇବି ଦେବହୂତି ସୁତ। ତତ୍ତ୍ୱ ସଂହିତା ପ୍ରଣୟନ କରିବି ତୋର ଅବତୀର୍ଣ୍ଣ। ମୈତ୍ରେୟ ଉବାଚ ଏମନ୍ତ କହି ମୁନି ଆଗେ ହରି ଚଳିଲେ ଶୂନ୍ୟ ମାର୍ଗେ ଗମିଲେ ବିନ୍ଦୁ ସରୋବରୁ ନିର୍ମଳ ସରସ୍ୱତୀ ତୀରୁ। ସେ ନଦୀ ତୀରେ ପୁଷ୍ପବନେ ଗରୁଡ଼ ପକ୍ଷୀ ନାଦ ସ୍ୱନେ ଭୃଙ୍ଗ ସମୂହେ ବାୟୁ ବହେ ଶୁଭଇ ସାମଗାନ ପ୍ରାୟେ। ଏମନ୍ତେ ଶୁଣ ବିଦୁର ସେ ସ୍ୱୟଂଭୁବ ମନୁବର ସୁବର୍ଣ୍ଣ ଆଚ୍ଛାଦିତ ରଥେ ଆରୋହୀ ପତ୍ନୀର ସମେତେ। ମଧ୍ୟେ ବସାଇ ଦେବହୂତି ଭୂମି ପର୍ଯ୍ୟଟନ କରନ୍ତି ମିଳିଲେ କଦର୍ମ ଆଶ୍ରମେ ବିଷ୍ଣୁର କହିଥିବା ଦିନେ। ନିର୍ମଳ ସରସ୍ୱତୀ ତୀରେ ମିଳିଲେ ବିନ୍ଦୁ ସରୋବରେ ଦେଖିଲେ କଦର୍ମ ଶରୀର ତପସାଧନେ କୁଶତର। ରୂପେ ଯେ ସରସ୍ୱତୀ କୂଳେ ପୂର୍ବେ ଯେ ସରସ୍ୱତୀ କୂଳେ ବିଷ୍ଣୁ ମିଳିଲେ ଋଷି ମେଳେ ଦେଖି କଦର୍ମ ଭକ୍ତି ଭାବ ତନୁ ପୁଲକ ପଦ୍ମନାଭ ସ୍ୱଭାବେ ଭକ୍ତ ଜନ ବନ୍ଧୁ ନୟନୁ ଅଶ୍ରୁ ଜଳ ବିନ୍ଦୁ। ପଡ଼ିଲା ସରସ୍ୱତୀ ନୀର ତେଣୁ ବୋଲାଇ ବିନ୍ଦୁସର ସେବନ ସାମାନ୍ୟ ନ ହୋଇ ଯହିଁରେ ପ୍ରଭୁ ଭାବଗ୍ରାହୀ। କଦର୍ମ ପ୍ରତି ଦୟା କରି ପତିତ କଲେ ନେତ୍ର ବାରି ପୁଣ୍ୟ ପବିତ୍ର ସୁଧା ଜଳ ସ୍ୱଭାବେ ନିର୍ମଳ ଶୀତଳ। ଯେ ପୁଣ୍ୟ ଜଳ ମୁନି ଗଣେ ସେବା କରନ୍ତି ଅନୁକ୍ଷଣେ ପବିତ୍ର ଦ୍ରୁମ ଲତା ଘନେ ନାଦ କରନ୍ତି ପକ୍ଷୀ ଗଣେ କ୍ରୀଡ଼ନ୍ତି ନାନା ବନ ଜୀବେ ଗଭୀର ଶୁଭେ ଭୃଙ୍ଗ ରବେ ସକଳ ଋତୁ ଫଳ ଯହିଁ। ପୁଷ୍ପ ପଲ୍ଲବ ବିରାଜଇ ମତ ମୟୂର ଯୂଥ ଯୂଥ କୋକିଳ ରାବ ସୁଲଳିତ ପ୍ରମତ୍ତ ଭ୍ରମରଣୀ କରେ ନାନା ପ୍ରକାରେ କ୍ରୀଡ଼ା କରେ। କଦମ୍ବ ଚମ୍ପକ ଅଶୋକ ନାଗକେଶର କୁରୁବକ କରଞ୍ଜ ପନସ ଅସନ କୁନ୍ଦ ମନ୍ଦାର ଚ୍ୟୁତ ବନ ହଂସ କାରଣ୍ଡ ପନ୍ତି ପନ୍ତି ଜଳ କୁକ୍କୁଟ ରାବ ଦନ୍ତି ଚକର ଚକ୍ର ବାକ ବାଣୀ ଅତି ଗଭୀର ପରିମାଣୀ। ଗୟଳ ସଲ୍ଲଳ କୁଞ୍ଜର ତରଫୁ ହରିଣ ଶୂକର ବାନର ଗୋଲାଙ୍ଗୁଳ ସାଜେ ନକୁଳ କସ୍ତୁରୀ ବିରାଜେ। ସେ ତୀର୍ଥ ବରେ ଆଦି ରାଜା ରଥେ ମିଳିଲା ମହାତେଜା କଳତ୍ର ଦୁହିତା ସମେତେ ପ୍ରବେଶ ହେଲା ରତ୍ନ ରଥେ। ଦେଖିଲା ମୁନିଙ୍କ ବଦନ ସ୍ୱଭାବେ ହୁତ ହୁତାସନ ସ୍ୱଭାବେ ଘୋର ତପ ତେଜେ ସୁନ୍ଦର ଶରୀର ବିରାଜେ। ବିଷ୍ଣୁ ଦେଖିଲେ ଯା ଶରୀର ସୁନ୍ଦର କେତକ ମାତର ଅମୃତ ତୁଲ୍ୟ ବିଷ୍ଣୁ ବାଣୀ ସେ ମୁନି କର୍ଣ୍ଣ ପଥେ ଶୁଣି ରୋମ ପୁଲକ କଳେ ବର ନେତ୍ରେ ଆନନ୍ଦ ଅଶ୍ରୁଧାର। ଶିରେ ସୁନ୍ଦର ଶୋହେ ଜଟା ବସନ ବିଚିରିଣୀ କାଛଟା ସେ ମୁନି ମଳିନ ସେ ଯେ ଗାତ୍ର ରତ୍ନ ଯେ ସନେ ଅସଂସ୍କୃତ। ଏମନ୍ତ ଦେଖି ନୃପମଣି ସଙ୍ଗତେ ନିଜ ପତ୍ନୀ ଘେନି
ରଥୁ ତୁରିତେ ଅବତରି ମୁନି ଶରୀରେ ସମୀପେ ଦଣ୍ଡଧାରୀ। ମିଳିଲେ ଯୋଡ଼ିବେନି ପାଣି ପାଦେ ପ୍ରଣାମ କଲେ ପୁଣି। ଦେଖି ଉଠିଲେ ମୁନି ବେଗେ ଆଶିଷ କଲେ ମନ୍ତ୍ର ଯୋଗେ। ବିଷ୍ଣୁ ଆଦେଶ ଗୁଣି ମନେ ଆନନ୍ଦ ଉଲ୍ଲୋଳ ଲୋଚନେ। ପୂଜିଲେ ବସାଇ ଆସନେ କହନ୍ତି ଅମୃତ ବଚନେ। କଦର୍ମ ଉବାଚ ତୋ ଆଗମନେ ନୃପବର ଧନ୍ୟ ଏ ଆଶ୍ରମ ମୋହର। ତୁମ୍ଭ ଭ୍ରମଣ ଏ ଜଗତେ ସାଧୁ ଜନଙ୍କ ରକ୍ଷା ଅର୍ଥେ। ଅସାଧୁ ଜନ ବିନାଶନେ ନିଶ୍ଚଳେ କର୍ମର ସ୍ଥାପନେ। ନିଶ୍ଚଳେ ଧର୍ମର ସ୍ଥାପନେ। ରବି ସଂସାକ ଅଗ୍ନିଜମ ଇନ୍ଦ୍ର ବରୁଣ ବାତ ଧର୍ମ। ଏ ଅଷ୍ଟ ଦିଗ ପାଳ ତେଜ ଏଣୁ କ୍ଷତ୍ରିୟ ଅଷ୍ଟଭୁଜ। ଏଣୁ ତୁମ୍ଭଙ୍କୁ ନମସ୍କାର ତୁ ଧର୍ମ ମୂର୍ତ୍ତି ନୃପବର। ରଥ ଆରୋହିତ ବିହାର ଅସତ ଜନ ଗର୍ଭହର। ଅସତ ଜନ ଗର୍ଭହର। ଘୋର ଗର୍ଜନ ଧନୁରବେ ଉଦ୍ଦଣ୍ଡ ସଂଗ୍ରାମ ଉତ୍ସବେ। ବେଷ୍ଟିତ ଚତୁରଙ୍ଗ ବଳେ କମ୍ପାଇ ଅବନୀ ମଣ୍ଡଳେ। ସୂର୍ଯ୍ୟର ପ୍ରାୟ ତେଜ ଧରି ଖେଟ ଖର୍ବଟ ବନଗିରି। ଶତ୍ରୁ ବିନାଶେ ସାବଧାନେ କ୍ଷତ୍ରିୟ ଧର୍ମ ଏ ପ୍ରମାଣେ। ଏହା ନ କରି ଯେବା ଘରେ ସୁଖ ଶୟନେ ନିଦ୍ରା କରେ। ତେବେ ଅସତ ରିପୁ ବଳ ନାଶନ୍ତି ଭୁବନ ମଣ୍ଡଳ। ତଥାପି ପୃଛୁ ହେ ରାଜନ ଯେ ଅର୍ଥେ ତୁମ୍ଭ ଆଗମନ। ତୁମ୍ଭର ପ୍ରିୟ ଭାବ ସେହି ସୁହୃତ ଭାବେ କରିବଇ। ଏମନ୍ତ କହି ରାଜା ଆଗେ କଦର୍ମ ଅତି ସୌଭାଗ୍ୟେ। ବିଷ୍ଣୁର ବଚନ ସୁମରି ଅଧିକ ପ୍ରିୟ ଭାବ କରି। ସେ ମୁନି ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ ସଂହିତାୟାଂ ତୃତୀୟ ସ୍କନ୍ଧେ ମନୁ କଦର୍ମ ସମ୍ବାଦ ନାମ ଏକବିଂଶ ଅଧ୍ୟାୟଃ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ।